Hey ପିଲାମାନେ ୱେଲକମ୍ ବ୍ୟାକ୍ ଟୁ ୟୁଟ୍ୟୁବ ଚ୍ୟାନେଲ ରାଉତ ଟ୍ୟୁଟୋରିଆଲ। ତ ବେସିକାଲି ପିଲାମାନେ ଆମେ ଏବେ ପ୍ଲସ୍ ଟୁ ସେକେଣ୍ଡ ଇୟର ଏକ୍ଜାମ ତ ପାଖେଇ ଆସିଲାଣି। ପିଲାମାନେ ମୁଁ ତମକୁ କହିଥିଲି ଯେ ଏକ୍ଜାମ ଯେତେବେଳେ ପାଖେଇ ଆସିବ ଆଉ 5-10 ଦିନ ଏକ୍ଜାମ ଥିବ ତ ମୁଁ ତମକୁ ଗୋଟେ ପ୍ରପର ସିଲେକ୍ସନ୍ସ ଦେବି କୋଉଥିର ନା ଆବ୍ରିଭିଏସନ୍ସ ର ଗୋଟେ ଦେଇଥିଲି ତ 600 ପୁରା ଆବ୍ରିଭିଏସନ୍ସ ଦେଇଥିଲି ଗୋଟେ। ତ ଯୋଉ ପିଲାମାନେ ଆମର ସେ ଭିଡିଓ ଦେଖିନାଉ ତ ଡେସ୍କ୍ରିପସନ ରେ ତାର ଲିଙ୍କ ଦେଇଦେବି, ସେଇଠି ଯାଅ ସିମ୍ପଲି ଦେଖିଦାও। ମାନେ ଉପରେ ଆଇ ବଟନ ରେ ଆମର ଦେଇଦେବି ପୁରା ଆବ୍ରିଭିଏସନ୍ସ ର ବି ଲିଙ୍କ ଦେଇଦେବି ଉପରେ ଆଇ ବଟନ ରେ, ସେଠୁ ଯାଇକି ଚେକ୍ ଆଉଟ୍ କରିପାରିବ। ତ ପିଲାମାନେ ଯୋଉ ବି ପିଲାମାନେ ଆମ ଚ୍ୟାନେଲ କୁ ନୂଆ ଆସିଛନ୍ତି ଆମ ଚ୍ୟାନେଲ କୁ ସବସ୍କ୍ରାଇବ କର, ଭିଡିଓ ଟିକେ ପୁରା ଦେଖ। ଯଦିକା ଭିଡିଓ ଟି ଭଲ ଲାଗୁଛି ପିଲାମାନେ ଡେଫିନେଟଲି ଭିଡିଓ ଟିକେ ଲାଇକ୍ କର, ସେୟାର କରିଦିଅ ତମ ସାଙ୍ଗସାଥି ମାନଙ୍କ ସହିତ। ଏମିତି ନୂଆ ନୂଆ ଭିଡିଓ ଦେଖିବା ପାଇଁ ଆମ ଚ୍ୟାନେଲ ସହିତ ଯୋଡି ହେଇକି ରୁହ ପିଲାମାନେ। ତ ଯୋଉ ପିଲାମାନେ ଆମର ଡାଉନଲୋଡ କରିବାକୁ ଚାହୁଁଛ କିଛି ପିଡିଏଫ ନୋଟ୍ସ ଯାହା ବି କିଛି ଡାଉନଲୋଡ କରିବାକୁ ଚାହୁଁଛ ଦେନ୍ ଡେସ୍କ୍ରିପସନ ରେ ଆମ ଟେଲିଗ୍ରାମ ଚ୍ୟାନେଲ ର ଲିଙ୍କ ଅଛି, ସିମ୍ପଲି ଯାଅ ସେଠି ଟ୍ୟାପ ମାରିକି ଲିଙ୍କ ରେ ଜଏନ ହେଇଯାଅ ସିମ୍ପଲି ଆମର ଟେଲିଗ୍ରାମ ଚ୍ୟାନେଲ ରେ। ସେଠୁ ତମେ ଯାହା ବି କିଛି ୟୁଟ୍ୟୁବ ରେ ଭିଡିଓ ଅପଲୋଡ ହଉଛି ତାର କ୍ଲାसेସ୍ ଅପଲୋଡ ହଉଛି ଫ୍ରି ଅଫ କଷ୍ଟ ରେ ଟେଲିଗ୍ରାମ ଚ୍ୟାନେଲ ରେ ତାର ପିଡିଏଫ ନୋଟ୍ସ ଗୁଡାକ ଆଭେଲେବୁଲ କରିଦିଆ ହଉଛି, ସେଠୁ ତମେ ତାର ଡାଉନଲୋଡ କରିକି ବେନିଫିଟ୍ସ ଉଠେଇ ପାରିବ। ଏକ୍ଜାମ ବି ବହୁତ ପାଖେଇ ଆସିଲାଣି ତ ପିଲାମାନେ ଲାଷ୍ଟ କ୍ଲାସ ରେ ଆମେ ଗୋଟେ କଭର କରିଥିଲେ କଣ ନା ଆନ୍ସର କି ସବୁ ସର୍ଟ ନୋଟ୍ସ 2 ରୁ 3 ମାର୍କ ର ସବୁ ଚାପ୍ଟର ୱାଇଜ ଇମ୍ପୋର୍ଟାଣ୍ଟ ସର୍ଟ ନୋଟ୍ସ ଗୁଡାକର ଆମେ କଣ ନା ଆନ୍ସର କି ଗୁଡାକ ଡିସ୍କସନ କରିଥିଲେ ସେ ଭିଡିଓ ବି ତମକୁ ମୁଁ ଅପଲୋଡ ହେଇସାରିଛି ଚ୍ୟାନେଲ ରେ, ପିଡିଏଫ ବି ଅପଲୋଡ ହେଇସାରିଛି। ତ ସିମ୍ପଲି ଯାଅ ଆମ ଚ୍ୟାନେଲ ଭିଜିଟ କର, ଉପରେ ଭିଡିଓ ପାଇଯିବ ଦେଖିବ। ତ ଆଜି ପିଲାମାନେ ଆମେ ଡିସ୍କସନ କରିବା ବେସିକାଲି କହିଥିଲେ ତମକୁ ଆବ୍ରିଭିଏସନ୍ସ ପୁରା 150ଟା ଭଳିଆ ଆବ୍ରିଭିଏସନ୍ସ ଦେବି, ତାରି ଭିତରୁ 10 ମାର୍କସ ହୁଆ ପିଲାମାନେ। ବହୁତ ଇଜି ଇଜି ଆବ୍ରିଭିଏସନ୍ସ ଅଛି, ଭିଡିଓ ଟିକେ ଦେଖ ଟିଲ୍ ଲାଷ୍ଟ ପର୍ଯ୍ୟନ୍ତ, ତମେ ଡିଟେଲ ରେ ସବୁ ଜିନିଷ ପାଇଯିବ। ଯଦି ବି ଆର ପିଡିଏଫ ଡାଉନଲୋଡ କରିବାକୁ ଚାହୁଁଛ ଦେନ୍ ଆମ ଟେଲିଗ୍ରାମ ଚ୍ୟାନେଲ ରେ ଜଏନ ହେଇଯାଅ। ସେଠି ଏଇ ଭିଡିଓ ଆସିବାର କିଛି ସମୟ ଭିତରେ ଆମର ଟେଲିଗ୍ରାମ ଚ୍ୟାନେଲ ରେ ଅପଲୋଡ ହେଇଯିବ ପିଡିଏଫ, ତ ସେଠୁ ତମେ ଡାଉନଲୋଡ କରିକି ନିଜର ଫାଇଦା ଉଠେଇ ପାରିବ ପିଲାମାନେ। ସମସ୍ତଙ୍କର ପରୀକ୍ଷା ବେଟର ହବ। ଆଉ ଆମର ୱାନ୍ ସଟ୍ ଭିଡିଓ ବି ଆସିବାକୁ ଯାଉଛି, ୱାନ୍ ସଟ୍ ଭିଡିଓ ବି ତମେ ଦେଖିବ। ତ ଚ୍ୟାନେଲକୁ ପିଲାମାନେ ସେଥିପାଇଁ ସବସ୍କ୍ରାଇବ କରିକି ରଖିଥାଅ। ଆଉ ଏମିତି ବହୁତ ସାରା ପ୍ରିପାରେସନ ସିଏଚଏସ୍ ର ଆମେ ଆଇଟି ର କରଉଛୁ, ତ ଜଏନ ହବା ପାଇଁ ପିଲାମାନେ ଫାଷ୍ଟର ପିଲାଙ୍କ ଆମର ଭାଇ ସାଙ୍ଗସାଥି ଭାଇ ଭଉଣୀ କିଏ ବି ଯିଏ ବି ଥିବେ ତାଙ୍କ ପାଖକୁ ଆମ ଚ୍ୟାନେଲର ଲିଙ୍କ ସେୟାର କରିଦିଅ, ସେମାନେ ବି ଆମ ସହିତ ଯୋଡି ହେଇକି ବେନିଫିଟ୍ସ ନେଇପାରିବେ। ପିଲାମାନେ ଓଡିଶାରେ ପିଲାମାନେ ଏମିତି କୋଉଠି ବି ପଢା ହଉନି ଯେମିତି ଆମେ ଏଠି ତମକୁ ପ୍ରପର ୱେରେ ଗାଇଡାନ୍ସ ଦଉଛୁ, ପ୍ରପର ୱେରେ ପିଲାମାନେ ଆଇଟି ର ସିଲାବସ କଭର କରଉଛୁ। ଓଡିଶାରେ ଏମିତି କୋଉଠି ବି ଆଇଟି ର ସିଏଚଏସ୍ ରେ ଦଉନାହାନ୍ତି, ତ ତମେ ନିଜେ ବି ଅନଲାଇନ ରେ ଟ୍ରାଏ କରିଦବ। ତ ଅଫଲାଇନ ରେ ବି ପିଲାମାନେ କହିବାକୁ ଗଲେ ଦଉନାହାନ୍ତି। ତ ଏନୁଏ ପିଲାମାନେ ଆଜି ଆମେ ଆରମ୍ଭ କରିବା କଣ ନା ଆବ୍ରିଭିଏସନ୍ସ ଯାହା ବି କିଛି ଥିଲା ଇମ୍ପୋର୍ଟାଣ୍ଟ ଆବ୍ରିଭିଏସନ ସିଏଚଏସ୍ 2025 ପରୀକ୍ଷା ପାଇଁ। ଆମର ବୋର୍ଡ ପରୀକ୍ଷା ପିଲାମାନେ ଫେବୃଆରୀ 15-16 ରୁ ଆରମ୍ଭ ହେଇଯିବ, ତ ଆଉ 10-15 ଦିନ ହାତରେ ରହିଛି। ତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ତମମାନଙ୍କ ପାଇଁ ଏବେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଦେଖ, ଯେତେରୁ ଯେତେ ପ୍ରାକ୍ଟିସ କରିପାରିବ ସେତେ ତମମାନଙ୍କ ପାଇଁ ଭଲ। ଆଜି ତ ହେଇଗଲାଣି ପିଲାମାନେ ଆଉ 15 ଦିନ ଭଳିଆ ପରୀକ୍ଷା ରହିଛି, ଫେବୃଆରୀ ତ ହେଇଗଲା ପିଲାମାନେ, ଜାନୁଆରୀ ସରିଗଲାଣି। ତ ଆରମ୍ଭ କରିବା ପିଲାମାନେ। ମୁଁ ଫାଷ୍ଟରୁ ପିଲାମାନେ କହୁଛି ଭିଡିଓ ଦେଖିବା ଆଗରୁ ପିଲାମାନେ ଇୟର ଫୋନ ଟିକେ ପାଖରେ ରଖିଥାଅ, କାରଣ ମୁଁ ବାହାରେ ଅଛି, ମୋର ପାଖରେ ମୋର ପ୍ରପର ମାଇକ୍ରୋଫୋନ ନାହିଁ, ତ ମତେ ରେକର୍ଡ କରିବାକୁ ଟିକେ ପ୍ରୋବ୍ଲେମ ହଉଛି। ତ ମାଇକ୍ରୋଫୋନ ଦେଇକି ଦେଖ, ଯଦି ବି ପ୍ରୋବ୍ଲେମ ଆସୁଛି ପିଲାମାନେ ସରି, ସେଥିମାନଙ୍କ ପାଇଁ ମୁଁ ଆଗୁଆ କ୍ଷମା ମାଗି ଦଉଛି ତମମାନଙ୍କୁ। କାରଣ ପିଲାମାନେ ମୋ ପାଖରେ ପ୍ରପର ମାଇକ୍ରୋଫୋନ ନାହିଁ, ତ ତମେ ବେଟର ହବ କଣ ପାଇଁ ବେଟର ସାଉଣ୍ଡ ପାଇବା ପାଇଁ ତମେ ଦେଖ କଣ ନା ଆମର ଦେଇକି ଇୟର ଫୋନ ୟୁଜ କର, ତମକୁ ପ୍ରପର ୱେରେ ପିଲାମାନେ ମିଳିଯିବ କଣ ନା ଆମର ସଲ୍ୟୁସନ ମିଳିଯିବ। ସଲ୍ୟୁସନ ନୁହେଁ ତ ପିଲାମାନେ କହିବାକୁ ଗଲେ ବାସ୍ ଠିକ ସେ କ୍ଲିୟର ସେ ଶୁଭାଯିବ ତମକୁ, ଠିକ ସେ ଠିକ ୱେରେ ପିଲାମାନେ ତମେ ସେଟା ଶୁଭିପାରିବ, ଜାଣିପାରିବ ଜିନିଷ। ପିଡିଏଫ ପାଇଁ ଟେନସନ ନିଅ ନା, ପିଡିଏଫ ଆମର ଟେଲିଗ୍ରାମ ଚ୍ୟାନେଲରେ ଅପଲୋଡ ହେଇଯିବ। ତ ଚାଲ ଭିଡିଓ ଆରମ୍ଭ କରିବା, ଓପନ କରିବା ଆମର ଡକ୍ୟୁମେଣ୍ଟକୁ। ତ ଲେଟ୍ସ ଓପନ ଆୱାର ଡକ୍ୟୁମେଣ୍ଟ। ପିଲାମାନେ ଏଇଠି ତମେ ଦେଖିପାରୁଥିବ ଆବ୍ରିଭିଏସନ୍ସ ଆମର ସବୁ ରହିଛି। ତ ମୁଁ ଏଇଟାକୁ ପିଲାମାନେ ଜୁମ କରିଦେଲି, ତମକୁ ଟିକେ କ୍ଲିୟର ସେ ଦେଖାଯିବ। ଆଶା କରୁଛି ଏତିକି ତମକୁ କ୍ଲିୟର ସେ ଦେଖାଉଥିବ। ତ ଆବ୍ରିଭିଏସନ୍ସ ସିଏଚଏସସି ଏଠି ଲେଖିଦବା, ଆବ୍ରିଭିଏସନ୍ସ ଫର ସିଏଚଏସସି 2025 ସେଭ କରିଦବା। ଓକେ ପିଲାମାନେ, ବେସିକ୍ସ ରୁ ପିଲାମାନେ ଜିରୋ ଟୁ ହିରୋ ଲେଭେଲ ପର୍ଯ୍ୟନ୍ତ କହିବାକୁ ଗଲେ ଆମର ସିରିଜ ବି ଗୋଟେ ଆସୁଛି ଜିରୋ ଟୁ ହିରୋ ଲେଭେଲ ୱାନ୍ ସଟ୍ ର ଭିଡିଓ ସବୁ, ସେଠୁ ବି ତମେ ଚାହିଁଲେ ଜଏନ ହେଇଯିବ। ତ
ଆଉ 1 or 2 days ଭିତରେ ପିଲାମାନେ ୱାନ୍ ସଟ୍ ଆଜି କି କାଲି ଭିତରେ ପିଲାମାନେ HTML ର ୱାନ୍ ସଟ୍ ପଢିଯିବ, ତାପରେ ଏମିତି କମ୍ପ୍ୟୁଟର ନେଟୱାର୍କିଂ ଜାଭା MySQL ଏମିତି ପଢିଯିବ, ତମେ ସେଟାକୁ ଚାହିଁଲେ ଦେଖିପାରିବ ପିଲାମାନେ ସପ୍ତାହ ଭିତରେ ସବୁ କମ୍ପ୍ଲିଟଲି ପୁରା ଦମଦାର ପୁରା ପୁଷ୍ପା 2 ରେ ଯୋଉ ଡାଇଲଗ ନାହିଁ ରପାର ପ୍ରିପାରେସନ୍ସ, ଦ୍ୟାଟ୍ସ ୱାଇ ପିଲାମାନେ ସେଇଭଳିଆ ହିଁ ହବ। ଆମର ରପାର ପୁରା କାର୍ଯ୍ୟକ୍ରମ ହବ, ରପାର ପୁରା ପ୍ରିପାରେସନ୍ସ ହବ ସପ୍ତାହ ପୁରା। ପିଲାମାନେ ଆଇଟି ରେ ଆମେ ପ୍ରାୟତଃ ସବୁ କଭର କରିଦେଇଛୁ, ଆଉ କିଛି ବି ନାହିଁ, 95% ଭଳିଆ କଭର ହେଇଯାଇଛି। ଆଉ ଯୋଉଟା ବି 1% ରହିଛି ସେଟା ତମେ ମାନେ ପିଲାମାନେ ମୁଁ ଜାଣିଛି ତମେ କଭର କରିଦବ ଇଜିଲି। ମାର୍କ ଟେକିଂ ସବଜେକ୍ଟ ଆଇଡି ଗୋଟେ ରଖିଦବ। ଏନିୱେ ପିଲାମାନେ ଆମେ ଆରମ୍ଭ କରିବା କଣ ନା ବେସିକ୍ସ ରୁ ଆରମ୍ଭ କରିବା। ଫାଷ୍ଟ ଆମେ ଆବ୍ରିଭିଏସନ୍ସ ଦେଖିବା ପିସି। ପିସି ମାନେ କଣ ନା ପିସି ହଉଛି ପର୍ସନାଲ କମ୍ପ୍ୟୁଟର। ଏଇଠି ତମେ ଦେଖିପାରିବ ୱେଟ୍, ତ ପିସି ଆମର ହଉଛି ପର୍ସନାଲ କମ୍ପ୍ୟୁଟର। ତାପରେ ଆମର ହଉଛି ସିପିୟୁ। ସିପିୟୁ କଣ କହିଲା ନା ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ, ଯୋଉଠି ବି ଇମ୍ପୋର୍ଟାଣ୍ଟ ଆବ୍ରିଭିଏସନ୍ସ ଏରା ସବୁ ତ ଇମ୍ପୋର୍ଟାଣ୍ଟ, କିନ୍ତୁ ମୁଁ ଜିରୋ ଟୁ ହିରୋ ଲେଭେଲ ପାଖାପାଖି କହିବାକୁ ଗଲେ ପୁରା ବେସିକ୍ସ ରୁ ଇମ୍ପୋର୍ଟାଣ୍ଟ ଏରା ପିଲାମାନେ ସିପିୟୁ ପିସି ଏରା ପଢିବ ନା, ଯୋଉଠି ପଢିବ ମୁଁ ତମକୁ କହିଦେବି ଏକ୍ସାମ ରେ ଏ ଭିତରେ ପଢିବ। ମୁଁ ଯଦି ଏରାକୁ ବି କାଟିଥାନ୍ତି ପିଲାମାନେ ଆହୁରି ମିନିମାଲ ହେଇଯାଇଥାନ୍ତା, ପାଖାପାଖି କହିବାକୁ ଗଲେ 100ଟା। 100ଟା ବି ପିଲାମାନେ ତମେ ବି ଯଦି ଆପରେ କମେଣ୍ଟ ସେକ୍ସନ ରେ ରିକ୍ୱାରମେଣ୍ଟ କରିବ ଯେ ମାନେ କମେଣ୍ଟ କରିବ ଯେ ପାଖାପାଖି ପିଲାମାନେ 15ଟାରୁ ଅଧିକ ପିଲା ଯଦି କମେଣ୍ଟ କରିବେ ସାର୍ ଆମକୁ ପୁରା ଆକ୍ୟୁରେଟ ଆବ୍ରିଭିଏସନ୍ସ ଦରକାର, ତ ପିଲାମାନେ ଆକ୍ୟୁରେଟ ତ ସେମିତି 10ଟା ଦେଇ ହବନି, ପିଲାମାନେ 50ଟା ଭଳିଆ ଆବ୍ରିଭିଏସନ୍ସ ଦେବି। ତମେ ଯଦି ପିଲାମାନେ କମେଣ୍ଟ କରନ୍ତି 50ଟା ଭଳିଆ ଆବ୍ରିଭିଏସନ୍ସ ପୁରା ଦେବି, 50ଟାରୁ ଯାହାହେଲେ 10ଟା ପଡିବ। 50ଟା ତମକୁ ଶିଖିବାକୁ ପଡିବ, 50ରୁ 60ଟା ପିଲାମାନେ ଦେବି, 50ରୁ ଡାଇରେକ୍ଟ 10ଟା ତମର ଥୁଆ ହେଇଥିବ ଏକ୍ସାମ ରେ। ଯଦି ନ ଥୁଆ ହେଇଥିବ ପିଲାମାନେ ମତେ କହିବ। 50ରୁ ପିଲାମାନେ 8 କି 9ଟା ପିଲା, ମାନେ ମୁଁ କହିପାରୁନି 10ଟା ଥୁଆ ହେଇଥିବ, 9ଟା ପିଲାମାନେ ପ୍ରାୟତଃ ବାଜିଯିବ। 50ଟା ପୁରା ବାଛା ବଛା ପିଲାମାନେ 50ଟା ସିଲେକ୍ସନ୍ସ ଦେବି। ତମେ ଯଦି 15ଟା ପିଲା କମେଣ୍ଟ କଲ ଦେନ୍, ନହେଲେ ନାହିଁ ପିଲାମାନେ ମୋର ଦବାର ନାହିଁ କି ଭିଡିଓ ଆଉ ଗୋଟେ କରିବାର ନାହିଁ। ତ ପିଲାମାନେ ତାପରେ ଆମର ଆସିଲା ଏଏଲୟୁ। ଏଏଲୟୁ ର ଫୁଲ ଫର୍ମ ହଉଛି ଆରିଥମେଟିକ ଲଜିକ ୟୁନିଟ। ସିୟୁ ର ରହୁଛି କଣ୍ଟ୍ରୋଲ ୟୁନିଟ। ଆସ୍କି, ଏଇଟା ପିଲାମାନେ ମନେ ରଖିଥିବ ଆସ୍କି। ଆସ୍କି ର ବି ପିଲାମାନେ ବହୁତ ସାରା କ୍ୱେଶ୍ଚିନ୍ସ ପଡେ। ଆସ୍କି ର ଫୁଲ ଫର୍ମ କଣ କହୁଛି ଆମେରିକାନ ଷ୍ଟାଣ୍ଡାର୍ଡ କୋଡ ଫର ଇନଫରମେସନ ଇଣ୍ଟରଚେଞ୍ଜ। ଆଉ ଗୋଟେ ପିଲାମାନେ ଆବ୍ରିଭିଏସନ୍ସ ରେ ସବୁବେଳେ ତମେ କଣ କରିବ ପରଫେକ୍ଟ ୱାର୍ଡ ସ୍ପେଲିଂ ସହିତ ଲେଖିବ। ଯଦି ତମେ ପରଫେକ୍ଟ ୱାର୍ଡ ସ୍ପେଲିଂ ସହିତ ନ ଲେଖ ଦେନ୍ ତମର ସେଟା ଭୁଲ ହେଇଯିବ, ଟୋଟାଲ 1 ମାର୍କ କାଉଣ୍ଟ କରିଦବ। ତ ସ୍ପେଲିଂ ବି ପିଲାମାନେ ମିଷ୍ଟେକ୍ କରିବ ନାହିଁ, ମୁଁ ଏଇଟା ବାର ବାର କହୁଛି। ଆବ୍ରିଭିଏସନ୍ସ ଯୋଉଟା ଲେଖିବ ପରଫେକ୍ଟ ଲେଖିବ, ପୁରା ଟିକେ ବି ସ୍ପେଲିଂ ଏପଟ ସେପଟ ହେଲେ ଏକ୍ସାମିନର ଯିଏ ଥିବ ତମର କାଟିଦବ, ପୁରା 1 ପୁରା କାଟିଦବ। ତମେ ଆସିକି କହିବ ନା ଆମେରିକାନ, ଆମେରିକାନ ରୁ ଆଇଟା କାଟି ଦେଇଥିବ, ଆଇଟା କାଟି ଦେଇକି ଖାଲି ଲେଖି ଦେଇଥିବ, କହିବ ମୁଁ ସବୁ ଲେଖିଛି। ଆରେ ଭାଇ ଆଇ ତ ତୁ ଲେଖିନୁ ନା, ସେ ତା ନଜରରେ ପଇଲେ ସେ କାଟିଦବ, ନଜରରେ ପଇଲେ କାଟିଦବ, ନହେଲେ କାଟି ପାରିବନି। ପିଲାମାନେ ତାକୁ ଯଦି ଠିକ ଲାଗିଲା ସେ ଦେଇଦବ, ନହେଲେ ପିଲାମାନେ ଏତିକି ମୁଁ କିନ୍ତୁ ଜାଣିଛି ଯେ ଗୋଟିଏ ମାର୍କ, ଗୋଟିଏ ସ୍ପେଲିଂ ବି ମିଷ୍ଟେକ୍ ହେଲେ ସିଏ ଟୋଟାଲ ମାର୍କ ହିଁ କାଟି ଦିଅନ୍ତି। ତ ସେଇ ଜିନିଷ ପିଲାମାନେ କରିବନି ମିଷ୍ଟେକ୍। ତ ସବୁ ଜିନିଷ ଦେଖି ଚାହିଁକି କରିବ। ତ ନେକ୍ସଟ ଆମର କଣ କହୁଛି EBCDIC, ତ ଏକ୍ସଟେଣ୍ଡେଡ ବାଇନାରୀ କୋଡ ଫର ଡେସିମାଲ ଇଣ୍ଟରଚେଞ୍ଜ କୋଡ। ତାପରେ ବାଇନାରୀ କଣ କହୁଛି ବାଇନାରୀ ଅଟୋମେଟିକ କମ୍ପ୍ୟୁଟର। ବାୟୋସ୍ କଣ କହୁଛି ବେସିକ ଇନପୁଟ ଆଉଟପୁଟ ସିଷ୍ଟମ। CAD କମ୍ପ୍ୟୁଟର ଏ ଡିଜାଇନ। COBOL କହୁଛି କମନ ବିଜନେସ ଓରିଏଣ୍ଟେଡ ଲାଙ୍ଗୁଏଜ। ଭିଡିଓ ଭିଜୁଆଲ ଡିସପ୍ଲେ ୟୁନିଟ। ପିଲାମାନେ ଏରା କହିବାକୁ ଗଲେ ଏରା ବେସିକ୍ସ, ସବୁ କମ୍ପ୍ୟୁଟର ର ବେସିକ ଫୁଲ ଫର୍ମ ଗୁଡାକ। ଚାପ୍ଟର ୱାଇଜ ତାପରେ ବି କହିବ ଯଦି ମାନେ ତାପରେ ଯଦି ଭିଡିଓ ଟିକେ ଲାଷ୍ଟ ପର୍ଯ୍ୟନ୍ତ ଦେଖ, ଚାପ୍ଟର ୱାଇଜ ବି ମୁଁ ରଖିଛି, ତ ଚାପ୍ଟର ୱାଇଜ ବି ତମେ ଦେଖିପାରିବ। ଭିଡିଓ ଟିକେ ଲାଷ୍ଟ ପର୍ଯ୍ୟନ୍ତ ଦେଖ। ଆମର କଣ ନା ଚାପ୍ଟର ୱାଇଜ ସବୁ ଜିନିଷ ରହିଛି, ଚାପ୍ଟର ୱାଇଜ ତମେ ନିଜେ ଯୋଉ ପିଲା ପଢିଥିବେ ଟିକେ ଚାପ୍ଟର ୱାଇଜ ଆମର ରହିଛି, ଇଜିଲି ତମେ ଜାଣିପାରିବ ଯେ କୋଉଟା କୋଉ ଚାପ୍ଟର ରୁ ଆସିଛି ବେସିକାଲି। ତ ଦେନ୍ ଆମର କଣ କହିଲା LED ଲାଇଟ୍ ଏମିଟିଂ ଡାୟୋଡ। LCD ଲିକ୍ୱିଡ କ୍ରିଷ୍ଟାଲ ଡିସପ୍ଲେ। OCR ଅପ୍ଟିକାଲ କ୍ୟାରେକ୍ଟର ରେକଗ୍ନାଇଜେସନ। OMR ଅପ୍ଟିକାଲ ମାର୍କ ରେକଗ୍ନାଇସନ। ନାଇସନ ପିଲାମାନେ ତା ସ୍ପେଲିଂ ଦେଖ RECOGNITION, ରେକଗ୍ନାଇସନ। ନିସନ ବା ନାଇସନ ତମେ ଯୋଉ ବି ପ୍ରୋନାଉନ୍ସିଏସନ କରୁଛ କର, ସେଟା ପ୍ରୋନାଉନ୍ସିଏସନ ନିଜ ଉପରେ ଡିପେଣ୍ଡ କଲେ ପିଲାମାନେ। କେହି ତ ମା ପେଟରୁ ପୁରା ପରଫେକ୍ଟ ହେଇକି ଆସିନଥାନ୍ତି, ଆସିକି ସବୁ ଜିନିଷ ଶିଖନ୍ତି। ତ ଜିନିଷ ତମ ଉପରେ ଭାଇ ମୋର ଲେଖିବାର ଅଛି, ମୋର ପ୍ରୋନାଉନ୍ସିଏସନ ବି ଦେଖିବାର ନାହିଁ, ଏକ୍ସାମ ଖାତାରେ ମୋର ଲେଖିକି ମୋର ମାର୍କ ରଖିବାର ଅଛି। ତ ତମେ ସ୍ପେଲିଂ ଦେଖ, ଏଇଠି ସ୍ପେଲିଂ ଦେଖି ତମେ ନିଜେ ଲେଖ। MICR ମ୍ୟାଗ୍ନେଟିକ ଇଙ୍କ କ୍ୟାରେକ୍ଟର ରିଡର। ରିଡର ବା ରିଡ ବି ଲେଖିପାରିବ, ରିଡର ଲେଖିଦବ।
କାଫି REDER ଲେଖିଦବ କାଫି। ତ ସେମିତି ଆମର କଣ ନା NIC ର ନେଟୱାର୍କ ଇଣ୍ଟରଫେସ କାର୍ଡ, PING ର ଯୋଉ PING ଫର୍ମାଟ ଲେଖୁଛ ପ୍ୟାକେଟ ଇଣ୍ଟରନେଟ ଗୁଫର, USB ର ୟୁନିଭର୍ସାଲ ସିରିଏଲ ବସ୍, VGA ର ଭିଡିଓ ଗ୍ରାଫିକ୍ସ ଆରେ, ୟୁଟିପି ର ୟୁଟ୍ୟୁବ ର ପଢା ହେଇଛି ପିଲାମାନେ ଅନସିଲ୍ଡେଡ ଟୁଇଷ୍ଟେଡ ପେୟାର, HTTP ର ସିଲ୍ଡେଡ ଟୁଇଷ୍ଟେଡ ପେୟାର, କମ୍ପ୍ୟୁଟର ନେଟୱାର୍କିଂ ଚାପ୍ଟର, GIF ର ଗ୍ରାଫିକ ଇଣ୍ଟରଚେଞ୍ଜ ଫର୍ମାଟ, JPEG JPEG जो फॉर्मेट फोटो उठो जॉइंट फोटोग्राफिक एक्सपोर्ट ग्रुप, MPEG रो मूविंग पिक्चर एक्सपोर्ट ग्रुप, CD रो कॉम्पैक्ट डिस्क, DVD रो डिजिटल वर्सटाइल डिस्क, SSD रो सॉलिड स्टेट ड्राइव, HDD रो हार्ड डिस्क ड्राइव, MMC रो मल्टीमीडिया कार्ड, MDR रो मेमोरी डाटा रजिस्टर। तापर हमर रोचे RAM रो हमर पळे आसला रैंडम एक्सेस मेमोरी, DRAM रो डायनामिक रैंडम एक्सेस मेमोरी। पिला माने एतिकी जो ऊपर थिला एतल सारी बेसिक्स ही थिला जो 31 31 टा तो सब भी तमे ओमिट कर देले काफी पिला माने। तो तमे जानिया पई पिला माने देइछि। तो DRAM रो हमर रहिला रैंडम एक्सेस मेमोरी, सॉरी हमर RAM रो रैंडम एक्सेस मेमोरी, DRAM रो डायनामिक रैंडम एक्सेस मेमोरी, SRAM रो स्टैटिक रैंडम एक्सेस मेमोरी। ए सब जिंस इंपोर्टेंट पिला माने ए सब जिंस माने रखियो फर्स्ट ईयर रे पढि दियो। रोम रो रीड ओनली मेमोरी, PROM रो प्रोग्रामेबल रीड ओनली मेमोरी, EPROM रो इरेजेबल प्रोग्रामेबल रीड ओनली मेमोरी, EEPROM रो इलेक्ट्रॉनिक इरेजेबल प्रोग्रामेबल रीड ओनली मेमोरी। EPROM EPROM आउ EEPROM इरेजेबल प्रोग्रामेबल रीड ओनली मेमोरी मन रखिदलो, तापर इलेक्ट्रॉनिक लगे दो आगुर हे गला। CD-ROM कॉम्पैक्ट डिस्क रीड ओनली मेमोरी, PAN रो पर्सनल एरिया नेटवर्क, म्यान रो मेट्रोपॉलिटन पॉलिटिशियन लेखियो नहीं पॉलिटन एरिया नेटवर्क स्पेलिंग चेक करथुओ। पीडीएफ भी दे देबी टेलीग्राम चैनल ले, डोंट वरी पिला माने वीडियो अपलोड होगा किछ समय धरि आसी जिवो टेलीग्राम चैनल ले। तो वन रो पिला माने वाइड एरिया नेटवर्क, WLAN रो वायरलेस लोकल एरिया नेटवर्क, SAN रो स्टोरेज एरिया नेटवर्क, EPN रो एंटरप्राइजेस प्राइवेट नेटवर्क, VPN रो वर्चुअल प्राइवेट नेटवर्क, टेलीनेट रो टेलीकम्युनिकेशंस नेटवर्क, मोडेम रो मॉड्यूलेटर आउ डीमॉड्यूलेटर, ARPR एडवांस रिसर्च प्रोजेक्ट एजेंसी। नेक्स्ट हमर आसिला SMS रो शॉर्ट मैसेज सर्विस, मैक रो मीडिया एक्सेस कंट्रोल, ISP इंटरनेट सर्विस प्रोवाइडर, HTTP एरा पिला माने इंपोर्टेंट सब एरा सब इंपोर्टेंट तो भलसे नजर करो। HTTP रो हाइपरटेक्स्ट ट्रांसफर प्रोटोकॉल, IMAP रो इंटरनेट मैसेज एक्सेस प्रोटोकॉल, प्रोटोकॉल गुडा को सब इंपोर्टेंट मन रखियो सब जिंस। NNTP नेटवर्क न्यूज ट्रांसपोर्ट प्रोटोकॉल, PP ट्रिपल पी पॉइंट टू पॉइंट प्रोटोकॉल्स, TCP ट्रांसमिशन कंट्रोल प्रोटोकॉल, IP इंटरनेट कंट्रोल इंटरनेट प्रोटोकॉल, RIP राउटिंग इंफॉर्मेशन प्रोटोकॉल, SMTP सिंपल मेल ट्रांसफर प्रोटोकॉल, मेल को सेंड करिया पे जोटा यूज करा जाए। FTP फाइल ट्रांसफर प्रोटोकॉल, VoIP वॉइस ओवर इंटरनेट प्रोटोकॉल। तापरे 1G 2G 3G 4G, वन जनरेशन, टू जनरेशन, सेकंड जनरेशन, थर्ड जनरेशन, फोर्थ फिफ्थ जनरेशन एरा सब मन रखियो। एरा सब इंपोर्टेंट। CDMA कोड डिवीजन मल्टीपल एक्सेस, TDMA टाइम डिवीजन मल्टीपल एक्सेस, FDMA फ्रीक्वेंसी डिवीजन मल्टीपल एक्सेस। ए तीनटा भितर गोटे जहाले थुआ आइदिबो। मु एतिकी कहूची ग्यारंटी देकी एई वर्ष एग्जाम रे ए तीनटा भितर गोटे TDMA CDMA FDMA भितर गोटे थुआ आइदिबो देखियो जाई एग्जाम खातारे। IRC इंटरनेट रिले चैट, ADSL asymmetric digital subscriber line, FAQ frequently asked questions, CGI computer generated imagery, BPS beats per second, PA advanced research project agency, LT long term evolution, DWDM data warehouse and data mining, VPN virtual private network, MDI multiple document interface, SPAMA specialized automated mail, PGP pretty good privacy एटा भी न लिखने पिला माने काफी पिला माने तम मन पई। IPR इंटेलेक्चुअल प्रॉपर्टी राइट पिला माने IPR वायोलेशंस जो से जिनसटा ISDN इंटरनेट इंटीग्रेटेड सर्विस डिजिटल नेटवर्क, ISDN भी पिला माने बहुत इंपोर्टेंट। MMS मल्टीमीडिया सर्विस, MIPS मिलियन इंस्ट्रक्शंस पर सेकंड, वायरस रो फुल फॉर्म तमे जानते हो, वाइटल इंफॉर्मेशन रिसोर्स अंडर सीज,
UMTS Universal Mobile Telecommunication System EDGE Enhanced Data Rates for GSM ତମକୁ ଏରା ନୂଆ ନୂଆ ଶୁଣିଲା ଭଳିଆ ଲାଗୁଥିବ ପିଲାମାନେ ତମ ସିଲାବସ ରେ ହିଁ ଅଛି ବହିରେ ଅଛି ଯାଇକି ଚେକ୍ କରିବ ଥରେ ନହେଲେ କହିବ ମାଷ୍ଟର କୁଆଡୁ ଆଣିକି ଦେଇଦେଲା ତ ବହିରେ ହିଁ ଅଛି ଯୋଉରା ଦଉଛନ୍ତି ପିଲାମାନେ ବହୁତ ରିସର୍ଚ୍ଚ ହେଇଛି ପିଲାମାନେ ବହୁତ ଆନାଲିସିସ୍ କରିଛି ତାପରେ ପିଲାମାନେ ଯାଇକି ମୁଁ ତମକୁ ଏଟା ଭିଡିଓ ବନେଇଛି ନହେଲେ ନାହିଁ ପିଲାମାନେ ମୁଁ ସେମିତି କରିବି ନାହିଁ ଯଦି ବି ଭୁଲ ହେଇଯାଇଥିବ ମୋ ଦ୍ୱାରା then ମତେ କମେଣ୍ଟ ସେକ୍ସନ ରେ ଜଣେଇଦବ ମୁଁ ତାକୁ ରେକ୍ଟିଫାଏ କରିଦେବି ପିଲାମାନେ the FDDI fiber distributed data interface VSAT very small apparatus terminal IEEE Institutes of Electrical and Electronics Engineers ISDN Integrated Service Digital Network double भी ପିଲାମାନେ ଯୋଉରା ହେଇଯାଉଛି skip କରିଦବ RFOG radio frequency over glass ICANNA double N ଆମର ରହୁଛି Internet Corporations for Assigned Named and Numbers TDL top level domain WEP, OAP equivalent privacy, SSID, service set identifier, SSL, secure socket layer, DM, data mining, DWA, data warehouse, DWB ଯଦି ହେଇଯିବ data warehouse, OLE, object linking and embedding ଆମର ଯୋଉ ସ୍ପେଲିଂ ଗୁଡାକ ଟିକେ ମାର୍କ କରୁଥିବ ଦେନ୍ ଆମର କଣ ଆସିଲା ଦେନ୍ ଆମର ଆସିଲା କଣ ନା PSTN ପବ୍ଲିକ ସୁଇଚ ଟେଲିଫୋନ ନେଟୱାର୍କ ଆମର କଣ MNTL ମହାନଗର ସରି MTNL Mahanagar Telephone Nigam Limited GIS Geographical Information Server ତାପରେ ଆମର MTNL ଦିଥର ଯାଇଛି କି ଓକେ ପିଲାମାନେ ଏଟା ତମେ ସ୍କିପ୍ କରିଦବ ଡବଲ ଡବଲ ଯୋଉରା ଅଛି ସ୍କିପ୍ କରିଦବ ନହେଲେ 150ଟା ପିଲାମାନେ ହେଇଯିବ ଡବଲ ଡବଲ ଅଛି ଯୋଉରା ସ୍କିପ୍ କରିଦିଅ BSNL ବିଦେଶ ସଞ୍ଚାର ନିଗମ ଲିମିଟେଡ WAIS ୱାଇଡ୍ ଏରିଆ ଇନଫର୍ମେସନ ସର୍ଭର GIS ଜିଓଗ୍ରାଫିକାଲ ଇନଫର୍ମେସନ ସର୍ଭର ଏରା ପିଲାମାନେ କଭର କରିଛି ଓକେ BSNL ଭାରତ ସଞ୍ଚାର ନିଗମ ଲିମିଟେଡ GSM ଗ୍ଲୋବାଲ ସିଷ୍ଟମ ଫର ମୋବାଇଲ କମ୍ୟୁନିକେସନ SI SIM subscriber identifications model www world wide web URL uniform resource locator URI uniform resource identifier URI ଆଉ URL ଭିତରେ difference ଦେଖ ଆଉ confuse ହବନି DNS domain name server system sorry server ନୁହେଁ Wi-Fi wireless fidelity ଆମର ୱାଇଫାଇ ପ୍ରୋଟେକ୍ଟେଡ ଆକ୍ସେସ କାହାର ନା WPA ର WLL ୱାୟରଲେସ୍ ଲୋକାଲ ଲୁପ୍ 118 ନମ୍ବରଟା କଣ କହିଲା MMS ମଲ୍ଟିମିଡିଆ ସର୍ଭିସେସ୍ DSL ଡିଜିଟାଲ ସବସ୍କ୍ରାଇବର ଲାଇନ GPRS ଜେନେରାଲ ପ୍ୟାକେଟ ରେଡିଓ ସର୍ଭିସ ARPA ଆଡଭାନ୍ସ ରିସର୍ଚ୍ଚ ପ୍ରୋଜେକ୍ଟ ଏଜେନ୍ସି EDGE ଏନହାନ୍ସ ଡାଟା ରେଟ୍ସ ଫର GSM FDDI ଫାଇବର ଡିଷ୍ଟ୍ରିବ୍ୟୁଟେଡ ଡାଟା ଇଣ୍ଟରଫେସ RFOG ଏଟା ଯାଇଥିଲା ବୋଧେ ରେଡିଓ ଫ୍ରିକ୍ୱେନ୍ସି ଓଭର ଗ୍ଲାସ ICNA ଡବ୍ଲ୍ୟୁଏନ୍ ଇଣ୍ଟରନେଟ କର୍ପୋରେସନ ଫର ଆସାଇନ୍ଡ ନେମ୍ଡ ଆଣ୍ଡ ନମ୍ବର ସେଟା ବି ଯାଇଥିଲା UMTS ୟୁନିଭର୍ସାଲ ମୋବାଇଲ ଟେଲିକମ୍ୟୁନିକେସନ ସିଷ୍ଟମ SSL ସିକ୍ୟୁର ସକେଟ ଲେୟର ଏଟା ବି ଯାଇଥିଲା WEP ORD ଇକ୍ୱିଭାଲେଣ୍ଟ ପ୍ରାଇଭେସି ଦେନ୍ ଆମର ଆସିଲା କଣ ନା HTML ଚାପ୍ଟର ର HTML ର କଣ କହିଲା ହାଇପରଟେକ୍ସଟ ମାର୍କଅପ୍ ଲାଙ୍ଗୁଏଜ DHTML ର ଡାଇନାମିକ ହାଇପରଟେକ୍ସଟ ମାର୍କଅପ୍ ଲାଙ୍ଗୁଏଜ CSS ର କାସ୍କେଡିଂ ଷ୍ଟାଇଲ ସିଟ୍ସ XML ର ଏକ୍ସଟେନ୍ସିବଲ ମାର୍କଅପ୍ ଲାଙ୍ଗୁଏଜ XML ର ଏକ୍ସଟେନ୍ସିବଲ ର ସ୍ପେଲିଂ ଟା ଦେଖ କଣ ନା EX ରୁ ରହୁଛି ନା X ରୁ ଆରମ୍ଭ ହବ UL ର ରହୁଛି ଅନଅର୍ଡର୍ଡ ଲିଷ୍ଟ OL ର ଅର୍ଡର୍ଡ ଲିଷ୍ଟ DL ର ଡେଫିନେସନ୍ସ ଲିଷ୍ଟ DOM ର ଡାଟା ଡକୁମେଣ୍ଟ ଅବଜେକ୍ଟ ମଡେଲ ID ମୋର ଯୋଉ ରହୁଛି ଜାଭାର ଇଣ୍ଟିଗ୍ରେଟେଡ ଡେଭଲପମେଣ୍ଟ ଏନଭାୟରନମେଣ୍ଟ JVM ର ରହୁଛି ଜାଭା ଭର୍ଚୁଆଲ ମେସିନ ଏରା ସବୁ ପିଲାମାନେ ବହୁତ ଇମ୍ପୋର୍ଟାଣ୍ଟ ମୋଷ୍ଟ ଇମ୍ପୋର୍ଟାଣ୍ଟ ତ ମନେ ରଖିବ JRE ର ରହୁଛି ଜାଭା ରନ୍ ଟାଇମ ଏନଭାୟରନମେଣ୍ଟ GTK ର ଜାଭା ଡେଭଲପମେଣ୍ଟ କିଟ୍ JDBC ଜାଭା ଡାଟାବେସ କନେକ୍ଟିଭିଟି ODBC ଓପନ ଡାଟାବେସ କନେକ୍ଟିଭିଟି UPS ବା UP କହିପାରିବ WOP ଅବଜେକ୍ଟ ଓରିଏଣ୍ଟେଡ ପ୍ରୋଗ୍ରାମିଂ ତାପରେ ଆମର ଆସିଲା DBMS ର ଫୁଲ ଫର୍ମ କଣ ନା ଡାଟାବେସ ମ୍ୟାନେଜମେଣ୍ଟ ସିଷ୍ଟମ RDBMS ର ରିଲେସନାଲ ଡାଟାବେସ ମ୍ୟାନେଜମେଣ୍ଟ ସିଷ୍ଟମ DBA ର ଡାଟାବେସ ଆଡମିନ SQL ର ଷ୍ଟ୍ରକ୍ଚର କ୍ୱେରି ଲାଙ୍ଗୁଏଜ SCQUEL structured English query language DML ର data manipulation language ଏଇ ତ ଭିତରୁ ପିଲାମାନେ ଗୋଟେ ଆସିବ DML DDL DCL TQL DCL ଏଇରା ସବୁରୁ ଆସିବ ଗୋଟେ ଯାହା ହେଲେ ଦେଖିବ data manipulation language DML ର DDL ର data definition language DQL ର data query language
ECL ର Transactions Control Language, DCL ର Data Control Language, 154 ଆମର ରହିଲା WORM, WORM, write once, read many, EDI, Electronic Data Exchange, email, electronic mail, B2B, business to business, B2C, business to consumer, C2C, consumer to consumer, C2B, consumer to business, B2G, business to government, ଆମର B2B ନା ସରି G2B, ଗଭର୍ଣ୍ଣମେଣ୍ଟ ଟୁ ବିଜନେସ, G2C, ଗଭର୍ଣ୍ଣମେଣ୍ଟ ଟୁ ସିଟିଜେନ, ନା କି କନଜ୍ୟୁମର ଏଇଠି ଲେଖିଦବ, କନଫ୍ୟୁଜନ ହବନି, ଗଭର୍ଣ୍ଣମେଣ୍ଟ ସହିତ ସିଟିଜେନ ରହିବ, ବିଜନେସ ସହିତ କନଜ୍ୟୁମର ରହିବ। ଏଇଟା ସବୁ ଦେଖିବ ପିଲାମାନେ ଟିକେ ବେସିକାଲି କହିବାକୁ ଗଲେ। ତ ପିଲାମାନେ ଏତିକି ଥିଲା ଆମର କେତେଟା 163ଟା ହେଲା, ଡବଲ ଆଉ ପିଲାମାନେ ରହିଯାଇଥିବ ଆମର କେତେ 3-4ଟା କି 5-7ଟା ଭଳିଆ ଡବଲ ରହିବା, ଆପ୍ରୋକ୍ସିମେଟ 150 ରୁ 160ଟା ଭଳିଆ। ତ ଏତିକି ପିଲାମାନେ ପଢିକି ଯିବ, ଆପ୍ରୋକ୍ସିମେଟ ପିଲାମାନେ ନୁହେଁ, ଗ୍ୟାରେଣ୍ଟି ଦେଇକି କହୁଛି 10ଟାରୁ 10ଟା ଥୁଆ ହେଇଥିବ। ଯଦି କାର ନ ଥୁଆ ହେଇଥିବ ଏକ୍ସାମରେ କ୍ୱେଶ୍ଚିନ୍ସ, ଦେନ୍ ଆମର ଚ୍ୟାନେଲକୁ ଆସିବ, ମତେ ସବସ୍କ୍ରାଇବ କରିକି ପିଲାମାନେ ଗାଳି ଦେଇକି ପଳେଇବ। ଥୁଆ ହେଇଥିବ ପିଲାମାନେ, ଆ ଭିତରୁ ପିଲାମାନେ 10ଟାରୁ 10ଟା ଥୁଆ ହିଁ ହେଇଥିବ। ତ ଯୋଉ ପିଲାମାନେ ଭିଡିଓଟି କେତେ ସାରି ଦେଖିଲ, ଭିଡିଓଟି ଭଲ ଲାଗିଲା, ଦେନ୍ ଡେଫିନେଟଲି ଭିଡିଓଟି ଲାଇକ୍ କର, ସେୟାର କରିଦିଅ ତମ ସାଙ୍ଗସାଥି ମାନଙ୍କ ସହିତ। ଆମ ସହିତ ଯୋଡି ହେଇକି ରହିବା ପାଇଁ ପିଲାମାନେ, ତମର ତ ଏବେ ସେକେଣ୍ଡ ଇୟର ହେଲା, ସେକେଣ୍ଡ ଇୟର ଆମେ ବହୁତ ବଢିଆ ସେ ପ୍ରିପାରେସନ କଲୁ ବା ସିଲାବସ କମ୍ପ୍ଲିଟ କଲୁ। ତମ ସାଙ୍ଗସାଥି ବା ସାନ ଭାଇ ଭଉଣୀ କିଏ ବି ଆଇଟି ପଢୁଛନ୍ତି, ଆଇଟି ନଉଛନ୍ତି, ତ ଆଇଟି ତାଙ୍କୁ ଆଇଟି ନବା ପାଇଁ ପିଲାମାନେ ତାଙ୍କୁ ଇନ୍ସପିରେସନ୍ସ ଦିଅ, ଇନ୍ସପାୟାର କର, ସେ ଆଇଟି ନିଅନ୍ତୁ, ପିଲାମାନେ ପଢନ୍ତୁ, ଆଇଟିରେ ବଢିଆ ମାର୍କ ଟେକିଂ ବାୟୋଲୋଜି ଅପେକ୍ଷା ମୁଁ ବି ମାନୁଛି। ତ ମୁଁ ବି କହୁଛି ପିଲାମାନେ ପଢିଲେ ମାର୍କ ଟେକିଂ ହେଇଯିବ, ନ ପଢିଲେ ପିଲାମାନେ କିଛି ହବନି। ତ ଯୋଉ ପିଲାମାନେ ପଢିବ ଟିକେ ସିରିୟସ ହିଁ ନବ, ତ ବହୁତ ହି ପାଖେଇ ଆଇଲେଣି ଏକ୍ସାମ, ଆଉ କହିବାକୁ ଗଲେ 10ରୁ 15 ଦିନ ଭଳିଆ, 10ରୁ 10 ଦିନ ଭଳିଆ ରହିଛି ତମ ହାତରେ। ତ ପିଲାମାନେ ସେତିକି ଦମଦାର ପ୍ରାକ୍ଟିସ କର, ଦମଦାର ପିଲାମାନେ ଦିଅ। ତ ଏକ୍ସାମ ବହୁତ ହି ବଢିଆ ତମର ଯିବ। ଯୋଉ ପିଲାମାନେ ବି ଆମ ସହିତ ଯୋଡି ହେଇକି ରହିଛନ୍ତି, ଆଗରୁ ପଢିଛନ୍ତି, କନସେପ୍ଟ ବି କ୍ଲିୟର ହେଇଛନ୍ତି, ସେଇ ପିଲାମାନେ ବଢିଆ ଆରାମସେ ଲେଖିଦେବେ। ପ୍ରିପାରେସନ କିଛି ବି ଦରକାର ନାହିଁ ତାଙ୍କ ମାନଙ୍କ ପାଇଁ କହିବାକୁ ଗଲେ। ତ ଯୋଉ ପିଲାମାନେ ପଢିଛନ୍ତି, ଆମେ ସବୁ ଜିନିଷ ପ୍ରାୟତଃ କଭର କରିଛୁ, ପ୍ରାୟତଃ 95 ରୁ 99% କଭର କରିଛୁ। ଆଉ 1% ଯୋଉଠି ଥିବ ପିଲାମାନେ ସମସ୍ତଙ୍କ ଦ୍ଵାରା ଭୁଲ ହୁଏ। କୋଉ ଲୋକ ଆମ ପୃଥିବୀରେ ଏମିତି ନାହିଁ ଯେ ପରଫେକ୍ଟ, ମୋର ବି ସେଇ 1% ରେ ଭୁଲ ଥିବ। ତ ସେଥିପାଇଁ ପିଲାମାନେ ମୁଁ ତମମାନଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛି। ତ ପ୍ରିପାରେସନ ବହୁତ ବଢିଆ ସେ କର, ବଢିଆ ସେ ଏକ୍ସାମ ଦିଅ, ବହୁତ ବଢିଆ ମାର୍କ ରଖ। ତ ପିଲାମାନେ ଏକ୍ସାମ ପାଇଁ ରେଡି ରୁହ ସବୁବେଳେ, ଯାହାବି ଆନ୍ସର ଆସିବ, ଯାହାବି ଲେଖିକି ଆସିବ, ପିଲାମାନେ ଏକ୍ସାମ ପାଇଁ ଗୋଟେ ସ୍ପେଶିଆଲି ଏକ୍ସାମ ଆଗରୁ ଗୋଟେ ଭିଡିଓଟେ କରିବି, ଅପଲୋଡ କରିବି। ଡୋଣ୍ଟ ୱରି ପିଲାମାନେ, ତମେ ଏକ୍ସାମ କେମିତି କଣ ଲେଖିବ, କଣ କରିବ, ସବୁ ଜିନିଷ ସେଇଠି ଡିସ୍କସନ କରେଇବି। ତ ଏଇ ସବୁ ଥିଲା ଆମର ଆବ୍ରିଭିଏସନ୍ସ ଆଜିର କ୍ଲାସରେ। ତ ଯୋଉ ବି ପିଲାମାନେ ପୁରା ପରଫେକ୍ଟ ଆବ୍ରିଭିଏସନ ଦରକାର, ତ 15ଟାରୁ ଅଧିକ ପିଲା ଯଦି କମେଣ୍ଟ ସେକ୍ସନ, ଏଇ ଭିଡିଓର କମେଣ୍ଟ ସେକ୍ସନରେ ଯଦି 15ଟାରୁ ଅଧିକ ପିଲା କମେଣ୍ଟ କଲେ ଯେ ସାର୍ 50ଟା ସିଲେକ୍ସନ୍ସ ଆବ୍ରିଭିଏସନ୍ସ ର ଆଣନ୍ତୁ, ତ ପିଲାମାନେ 50ଟା ଆଣିବି, ପାଖାପାଖି ତମେ ଆପ୍ରୋକ୍ସିମେଟ ପିଲାମାନେ 8ଟାରୁ 9ଟା ତାରି ଭିତରେ ପାଇଯିବ। କଣ ପୁରା ପିଲାମାନେ ଏକ୍ସାମରେ ପାଇଯିବ, 8ରୁ 9ଟା ପିଲାମାନେ ପାଇଯିବ ପରଫେକ୍ଟ। 10ଟା ତ ପିଲାମାନେ ସେମିତି ଗ୍ୟାରେଣ୍ଟି ଦେଇପାରିବୁନି, 8ରୁ 9 ପିଲାମାନେ ଆପ୍ରୋକ୍ସିମେଟ ପାଇଯିବ। ତମେ 50ଟା ସିଲେକ୍ସନ, 50ରୁ 60ଟା ଦେବି, ମିଳିଯିବ ତମକୁ। ତମେ ଏଇ ଭିଡିଓର କମେଣ୍ଟ ସେକ୍ସନରେ 15ଟା ପିଲା କରିବା ଦରକାର କମେଣ୍ଟ, ନହେଲେ ନାହିଁ ପିଲାମାନେ। 15ଟାରୁ ଗୋଟେ ପିଲା କମ ହେଲେ ଦେନ୍ ମୁଁ କରିବି ନାହିଁ ପିଲାମାନେ। ତ ଯେତେ ମାତ୍ରାରେ ଭିଡିଓ ଟିକେ ସେୟାର କରୁଛ କର, ଚ୍ୟାନେଲକୁ ସବସ୍କ୍ରାଇବ କରିକି ପିଲାମାନେ ରଖ, କାରଣ ଆଇଟି ରେ ବହୁତ ହି ବଢିଆ ଆମେ ପଢଉଛୁ। ତମ ସାନ ଭାଇ ଭଉଣୀ ମାନଙ୍କ ପାଖକୁ ଚ୍ୟାନେଲ ପଠଉ, ଦେଖନ୍ତୁ ଭିଡିଓ। ଓଡିଆରେ ପଢା ହଉଛି, ପିଲାମାନେ ନୋଟ୍ସ ବି ପ୍ରପର ୱେରେ ଦିଆ ହଉଛି, ବହୁତ ହି ଡିଟେଲ ରେ ପଢା ହଉଛି। ଏମିତି ବି କୋଉ କଲେଜରେ ପଢଉନଥିବେ, ପ୍ରାଇଭେଟ କଲେଜ କି ପେଡ କୋର୍ସରେ ବି। ତ ଏନିୱେ ପିଲାମାନେ, ତ ଯୋଉ ପିଲାମାନେ ଭିଡିଓ ଦେଖିଲ, ଭିଡିଓଟି ଭଲ ଲାଗିଲା, ଦେନ୍ ଭିଡିଓ ଟିକେ ଲାଇକ୍ କରିଦିଅ, ଚ୍ୟାନେଲକୁ ସବସ୍କ୍ରାଇବ କରି ନୋଟିଫିକେସନ୍ସ ବେଲ୍ ଆଇକନ୍ ଅନ୍ କରିଦିଅ। ଏମିତି ପ୍ରିପାରେସନ୍ସର ଭିଡିଓ ୟୁଟ୍ୟୁବରେ ଅପଲୋଡ ହେଲେ ତମ ପାଖରେ ଆଗେ ନୋଟିଫିକେସନ୍ସ ପହଞ୍ଚି ପାରିବ। ତ ଆଜି ପାଇଁ ଏତିକି ପିଲାମାନେ, ପୁଣି ଦେଖା ହବା ଆଉ ଗୋଟେ ନୂଆ ଦମଦାର ସେସନ୍। ଟିଲ୍ ଦେନ୍ ପିଲାମାନେ ଟାଟା।